ଓ ଆନନ୍ଦରେ ଏକୀଭୂତ କରିବାର ଏକ ଆଦରଣୀୟ ବିଷୟ। ସାଧୁ ପାଉଲ ବରକନ୍ୟାଙ୍କ ସମ୍ମିଳନୀକୁ ମଣ୍ଡଳୀର ନିଗୁଡ଼ ସମ୍ମିଳନୀର ଗୋଟିଏ ପବିତ୍ର ନିର୍ଦ୍ଦେଶକ ବୋଲି ପ୍ରକାଶ କରିଅଛନ୍ତି। ମନୁଷ୍ୟର ପବିତ୍ର ଅବସ୍ଥାରେ ପ୍ରେମମୟ ଈଶ୍ୱର ଏହି ପବିତ୍ର ବିଧି ସ୍ଥାପନ କରିଥିଲେ ଏବଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ବିବାହ ଉତ୍ସବରେ ଯୋଗଦାନ କରି ନିଜର ଉପସ୍ଥିତି ଦ୍ୱାରା ଏହି ପୁଣ୍ୟାବସ୍ଥାକୁ ସୁଶୋଭିତ ଓ ପବିତ୍ର କରିଅଛନ୍ତି। ଅତଏବ ଈଶ୍ୱରଙ୍କର ପ୍ରତି ପ୍ରଗାଢ଼ ଭକ୍ତି ସହିତ ବିବେକର ସିଦ୍ଧାନ୍ତ ମତେ ପ୍ରାର୍ଥନାପୂର୍ବକ ଏହି ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରବୃତ୍ତ ହେବାର କର୍ତ୍ତବ୍ୟ। ସୁଖରେ ବା ଦୁଃଖରେ, ସୁଦଶାରେ ବା ଦୁର୍ଦ୍ଦଶାରେ ଯେପରି ସ୍ୱାମୀ ଓ ସ୍ତ୍ରୀ ପରସ୍ପର ଠାରୁ ସାହାଯ୍ୟ ଓ ସାନ୍ତ୍ୱନା ଲାଭ କରିପାରିବେ ଆଉ ପ୍ରେମ ଓ ଆନନ୍ଦରେ ଏକତ୍ର ବାସ କରିପାରିବେ, ସେଥିପାଇଁ ବିବାହ ବିଧି ସ୍ଥାପିତ ହୋଇଛି। ଏହି ବିଧାନ ଅତୀବ ପବିତ୍ର ଓ ଦାୟିତ୍ୱପୂର୍ଣ୍ଣ। ଅତଏବ ଏହା ସର୍ବତ ଭାବେ ନିର୍ଦ୍ଦୋଷ ଓ ନିଷ୍କଳଙ୍କ ରୂପେ ରକ୍ଷା କରିବା ଆବଶ୍ୟକ। ବିବାହର ପବିତ୍ର ଅବସ୍ଥାରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ଏହି ଯୁବକ ଓ ଯୁବତୀ ବର୍ତ୍ତମାନ ଏହି ସ୍ଥାନରେ ଉପସ୍ଥିତ ହୋଇଅଛନ୍ତି। ଅତଏବ ଏମାନଙ୍କର ପରସ୍ପର ସହିତ ବିଧିମତେ ବିବାହ ହେବା ବିରୁଦ୍ଧରେ ଯେବେ କାହାରି କୌଣସି ଉପଯୁକ୍ତ ପୁଣି ନ୍ୟାୟସଙ୍ଗତ କାରଣ ଥାଏ, ତେବେ ସେ ତାହା ଏହି କ୍ଷଣି ପ୍ରକାଶ କରନ୍ତୁ, ନଚେତ୍ ଏହାପରେ ଚିରକାଳ ନୀରବ ରୁହନ୍ତୁ। କାହାର କିଛି ଆପତ୍ତି ଅଛି କି? ବର ବିକାଶ ପାଲ, ତୁମେ ରୋଜାଲି ପ୍ରଧାନକୁ ବିବାହ କରିବାରେ କିଛି ଆପତ୍ତି ଅଛି କି? ରୋଜାଲି ପ୍ରଧାନ, ତୁମେ ବିକାଶ ପାଲକୁ ବିବାହ କରିବାରେ କିଛି ଆପତ୍ତି ଅଛି କି? ଧନ୍ୟବାଦ। ମୁଁ ବିକାଶ ପାଲ ପ୍ରତିଜ୍ଞା କରୁଅଛି ଯେ ଶ୍ରୀମତୀ ରୋଜାଲି ପ୍ରଧାନଙ୍କ ସହିତ ପରିଣୟ ସୂତ୍ରରେ ଆବଦ୍ଧ ହେବା ବିଷୟରେ ମୁଁ କୌଣସି ପ୍ରତିବନ୍ଧକର କାରଣ ଜାଣେ ନାହିଁ। କନ୍ୟା, ତମେ କୁହ। ମୁଁ ରୋଜାଲି ପ୍ରଧାନ ପ୍ରତିଜ୍ଞା କରୁଅଛି ଯେ ଶ୍ରୀମାନ ବିକାଶ ପାଲଙ୍କୁ ସହିତ ପରିଣୟ ସୂତ୍ରରେ ଆବଦ୍ଧ ହେବା ବିଷୟରେ ମୁଁ କୌଣସି ପ୍ରତିବନ୍ଧକର କାରଣ ଜାଣେ ନାହିଁ। ଶ୍ରୀମାନ ବିକାଶ ପାଲ, ତୁମେ ବିବାହର ପବିତ୍ର ବନ୍ଧନରେ ଈଶ୍ୱରଙ୍କର ମଙ୍ଗଳମୟ ବିଧାନ ଅନୁଯାୟୀ ଦାମ୍ପତ୍ୟ ପ୍ରେମରେ ଶ୍ରୀମତୀ ରୋଜାଲି ପ୍ରଧାନଙ୍କୁ ନିଜର ବିବାହିତ ସ୍ତ୍ରୀ ରୂପେ ଗ୍ରହଣ କରିବ। ତୁମେ କି ସର୍ବାବସ୍ଥାରେ ଏହାଙ୍କୁ ପ୍ରାଣର ସହିତ ପ୍ରେମ, ସମାଦର, ସାନ୍ତ୍ୱନା ଓ ପ୍ରତିପାଳନ କରିବ। ପୁଣି ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ କେବଳ ଏହି ସ୍ତ୍ରୀଙ୍କ ଠାରେ ଆବଦ୍ଧ ରହି ବିଶୁଦ୍ଧ ଓ ପବିତ୍ର ପରିଣୟରେ ଏହାଙ୍କ ସହିତ ବାସ କରିବ। ଶ୍ରୀମତୀ ରୋଜାଲି ପ୍ରଧାନ, ତୁମେ କି ବିବାହର ପବିତ୍ର ବନ୍ଧନରେ ଈଶ୍ୱରଙ୍କର ମଙ୍ଗଳ ବିଧାନ ଅନୁଯାୟୀ ଦାମ୍ପତ୍ୟ ପ୍ରେମରେ ଶ୍ରୀମାନ ବିକାଶ ପାଲଙ୍କୁ ନିଜର ବିବାହିତ ସ୍ୱାମୀ ରୂପେ ଗ୍ରହଣ କରିବ। ତୁମେ କି ସର୍ବାବସ୍ଥାରେ ଏହାଙ୍କୁ ପ୍ରାଣର ସହିତ ପ୍ରେମ, ସମାଦର, ସାନ୍ତ୍ୱନା ଓ ପ୍ରତିପାଳନ କରିବ। ପୁଣି ପ୍ରଭୁଙ୍କ ସାକ୍ଷାତରେ ସର୍ବ ବିଷୟରେ ଏହାଙ୍କର ବଶୀଭୂତ ହୋଇ ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ କେବଳ ଏହି ସ୍ୱାମୀଙ୍କ ଠାରେ ଆସକ୍ତ ହୋଇ ବିଶୁଦ୍ଧ ଓ ପବିତ୍ର ପ୍ରଣୟରେ ଏହାଙ୍କ ସହିତ ବାସ କରିବ। ଏହି ସମୟରେ ଅଭିଭାବକ କିଏ ହାତ ଧରିବେ ଦୟାକରି ଆସନ୍ତୁ। ଏହି ସମବେତ ମଣ୍ଡଳୀର ସାକ୍ଷାତରେ ମୁଁ ବିକାଶ ପାଲ ସର୍ବଶକ୍ତିମାନ, ସର୍ବଦର୍ଶୀ
ଈଶ୍ୱରଙ୍କ ସମ୍ମୁଖରେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭଙ୍କୁ ଅର୍ଥାତ୍ ଶ୍ରୀମତୀ ରୋଜାଲି ପ୍ରଧାନଙ୍କୁ ମୋର ବିବାହିତ ସ୍ତ୍ରୀ ରୂପେ ଆଜିଠାରୁ ସୁଖରେ ଅବା ଦୁଃଖରେ ସମ୍ପଦରେ ଅବା ବିପଦରେ ସୁସ୍ଥତାରେ ଅବା ଅସୁସ୍ଥତାରେ ଈଶ୍ୱରଙ୍କର ପବିତ୍ର ବିଧାନ ଅନୁସାରେ ଆଜୀବନ ପ୍ରେମ ସମାଦର ପ୍ରତିପାଳନ କରିବାକୁ ଗ୍ରହଣ କରୁଅଛି। ଏହି ପ୍ରତିଜ୍ଞା ରକ୍ଷାର୍ଥେ ମୁଁ ବିଶ୍ୱାସ ସହକାରେ ହସ୍ତ ପ୍ରଦାନ ପୂର୍ବକ ତୁମ୍ଭଙ୍କୁ ମୋର ବାକ୍ୟର ସମ୍ମତି ଜଣାଉଅଛି। ପ୍ରଭୁ ମୋର ସହାୟ ହୁଅନ୍ତୁ। ମୋର ହୃଦୟ ତୁମ୍ଭର ହେଉ, ତୁମ୍ଭର ହୃଦୟ ମୋର ହେଉ। ପୁଣି ଆମ୍ଭ ଉଭୟଙ୍କର ସମ୍ମିଳିତ ହୃଦୟ ଈଶ୍ୱରଙ୍କର ହେଉ। ରୋଜାଲି ପ୍ରଧାନ ତୁମେ କୁହ। ଏହି ସମବେତ ମଣ୍ଡଳୀ ସାକ୍ଷାତରେ ମୁଁ ରୋଜାଲି ପ୍ରଧାନ ସର୍ବଶକ୍ତିମାନ ସର୍ବଦର୍ଶୀ ଈଶ୍ୱରଙ୍କ ସମ୍ମୁଖରେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ତୁମ୍ଭଙ୍କୁ ଅର୍ଥାତ୍ ଶ୍ରୀମାନ ବିକାଶ ପାଲଙ୍କୁ ମୋର ବିବାହିତ ସ୍ୱାମୀ ସ୍ୱରୂପେ ଆଜିଠାରୁ ସୁଖରେ ବା ଦୁଃଖରେ ସମ୍ପଦରେ ବା ବିପଦରେ ସୁସ୍ଥତାରେ ବା ଅସୁସ୍ଥତାରେ ଈଶ୍ୱରଙ୍କ ପବିତ୍ର ବିଧାନ ଅନୁସାରେ ଆଜୀବନ ପ୍ରେମ ସମାଦର ଓ ପ୍ରତିପାଳନ କରିବାକୁ ଗ୍ରହଣ କରୁଅଛି। ଏହି ପ୍ରତିଜ୍ଞା ରକ୍ଷାର୍ଥେ ମୁଁ ବିଶ୍ୱାସ ସହକାରେ ହସ୍ତ ପ୍ରଦାନ ପୂର୍ବକ ତୁମ୍ଭଙ୍କୁ ମୋର ବାକ୍ୟର ସମ୍ମତି ଦାନ କରୁଅଛି। ପ୍ରଭୁ ମୋର ସହାୟ ହୁଅନ୍ତୁ। ମୋର ହୃଦୟ ତୁମ୍ଭର ହେଉ, ତୁମ୍ଭର ହୃଦୟ ମୋର ହେଉ। ପୁଣି ଆମେ ଉଭୟଙ୍କ ସମ୍ମିଳିତ ହୃଦୟ ଈଶ୍ୱରଙ୍କର ହେଉ। ମୁଦି ଅଛି। ଏହି ସମୟରେ ମୁଦ୍ରିକା ନିମନ୍ତେ ପ୍ରାର୍ଥନା ହେବ। ଆମମାନଙ୍କ ମଧ୍ୟରେ ଭ୍ରମରପୁର ମଣ୍ଡଳୀର ପାଳକ ମହାଶୟ ଅଛନ୍ତି, ସେ ଆସିବେ ଏହି ମୁଦ୍ରିକା ନିମନ୍ତେ ପ୍ରାର୍ଥନା କରିବେ। ତାପରେ ବର କନ୍ୟା ମୁଦ୍ରିକା ଆଦାନ ପ୍ରଦାନ କରିବେ। ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ ତୁମ ପାଦ ତଳେ ପ୍ରାର୍ଥନା କରୁଛୁ, ବର କନ୍ୟା ନିଜ ଇଚ୍ଛା ମୁତାବକ ପରିବାର ଗଠନ କରୁ ପରିବାର ମଣ୍ଡଳୀ ତାହା ସ୍ୱୀକୃତି ଦେବା ନିମନ୍ତେ ବିବାହ କାର୍ଯ୍ୟ କରାଯାଉଅଛି। ସେହି ଉଦ୍ଦେଶ୍ୟରେ ବରକନ୍ୟା ପରସ୍ପରକୁ ମୁଦ୍ରିକା ପ୍ରଦାନ କରି ଚିହ୍ନ ଧାରଣ କରିବେ। ଏଥିପରେ ଆଶୀର୍ବାଦ କର, ଏମାନଙ୍କ ଜୀବନର ପ୍ରତିଟି ଭୁଲ କ୍ଷମା କର, ତୁମେ ସହିତ ହୁଅ। ଯୀଶୁଙ୍କ ନାମରେ ମାଗିବୁ, ଆମେନ୍। ମୁଦ୍ରିକା କନ୍ୟାର ବାମ ହସ୍ତର ଚତୁର୍ଥ ଆଙ୍ଗୁଳିରେ ପିନ୍ଧିବେ। ବାମ ହସ୍ତର ଚତୁର୍ଥ ଡାହାଣ ହସ୍ତର ମୁଁ ତୁମ୍ଭକୁ ମୋର ସ୍ତ୍ରୀ ସ୍ୱରୂପେ
ଗ୍ରହଣ କରିଥିବାରୁ ଏହାର ନିଦର୍ଶନ ଓ ସ୍ମୃତି ସ୍ୱରୂପେ ଏହି ମୁଦ୍ରିକା ପ୍ରଦାନ କରୁଅଛି। ତମେ କୁହରୁ ଜାଣି ମୁଁ ତୁମ୍ଭକୁ ମୋର ସ୍ୱାମୀ ସ୍ୱରୂପେ ଗ୍ରହଣ କରିଥିବାରୁ ଏହାର ନିଦର୍ଶନ ସ୍ୱରୂପେ ଏହି ମୁଦ୍ରିକା ପ୍ରଦାନ କରୁଅଛି। ଈଶ୍ୱର ଯେଉଁମାନଙ୍କୁ ସଂଯୁକ୍ତ କରିଅଛନ୍ତି ମନୁଷ୍ୟ ସେମାନଙ୍କୁ ବିଭିନ୍ନ ନ କରୁ। ଏହି ଦୁଇ ଜଣ ଅର୍ଥାତ୍ ଶ୍ରୀମାନ ବିକାଶ ପାଲ ଏବଂ ଶ୍ରୀମତୀ ରୋଜାଲି ପ୍ରଧାନ ପବିତ୍ର ପରିଣୟ ସୂତ୍ରରେ ଆବଦ୍ଧ ହେବା ନିମନ୍ତେ ଏହି ସଭା ସାକ୍ଷାତରେ ଈଶ୍ୱରଙ୍କ ସମ୍ମୁଖରେ ସ୍ୱୀକୃତ ହୋଇଅଛନ୍ତି। ପୁଣି ପରସ୍ପର ହାତ ଧରି ବିବାହ ଚିହ୍ନ ଦେଇ ଓ ତାହା ଗ୍ରହଣ କରି ନିଜ ନିଜର ସମ୍ମତି ପ୍ରକାଶ କରିଅଛନ୍ତି। ଅତଏବ ମୁଁ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ରାଷ୍ଟ୍ରୀୟ ବିଧି ଅନୁସାରେ ଏମାନଙ୍କୁ ସର୍ବ ସମ୍ମୁଖରେ ସ୍ୱାମୀ ଓ ସ୍ତ୍ରୀ ବୋଲି ସ୍ୱୀକାର ଓ ପ୍ରକାଶ କରୁଅଛି। ବର୍ତ୍ତମାନ ରୋଜାଲି ପ୍ରଧାନ ବିକାଶ ପାଲଙ୍କର ବିବାହିତ ସ୍ତ୍ରୀ ଅଟେ। ତେଣୁ ଏହି ସମୟରେ ବିକାଶ ପାଲ ରୋଜାଲି ପ୍ରଧାନର ଓଢ଼ଣୀ ଉପରକୁ ଉଠେଇବେ। ଆମେ ସମସ୍ତେ କରତାଳ ଦେବା। ପରଣମାଳା ଅଛି, ପରସ୍ପର ଦିଆଦି ହେଇପାରିବେ। ଅଛି କି? ଆସିବେ ପ୍ରାର୍ଥନା କରିବା। ପ୍ରଭୁ ଈଶ୍ୱର ତୁମମାନଙ୍କୁ ଆଶୀର୍ବାଦ କରନ୍ତୁ। ସେ ତୁମମାନଙ୍କୁ ରକ୍ଷା କରି ପ୍ରତିପାଳନ କରନ୍ତୁ। ପୁଣି ତାଙ୍କର ଅନନ୍ତ କାଳ ସ୍ଥାୟୀ ସୁମଧୁର ପ୍ରେମରେ ତୁମମାନଙ୍କୁ ପରିତୃପ୍ତ କରନ୍ତୁ। ତାଙ୍କ ପ୍ରେମମୟ ହସ୍ତରେ ସେ ତୁମକୁ ପରିଚାଳନା କରନ୍ତୁ। ପୁଣି ତୁମେମାନେ ଯେପରି ଶେଷରେ ସେହି ପ୍ରେମଧାମରେ ତାଙ୍କୁ ପ୍ରେମମୟ କୋଳରେ ଆଶ୍ରୟ ପ୍ରାପ୍ତ ହୁଅ, ତୁମମାନଙ୍କୁ ଏହି ପ୍ରକାର ଆଶୀର୍ବାଦ କରନ୍ତୁ। ସେ ତୁମମାନଙ୍କୁ ଉଭୟର ସମ୍ମିଳିତ ହୃଦୟରେ ଚିରକାଳ ବିରାଜିତ ହୋଇଥାନ୍ତୁ। ଆମେ ପ୍ରାର୍ଥନା କରି ପବିତ୍ର ପିତା ଧନ୍ୟବାଦ ଦେବା ସହିତ ବରକନ୍ୟାଙ୍କୁ ଆଶୀର୍ବାଦ କର, ଭବିଷ୍ୟତ ଉଜ୍ଜ୍ୱଳ କର। ଜୀବନର ଯାତ୍ରା ପଥରେ ଏକତାରେ ବଞ୍ଚିବା ପାଇଁ ଗ୍ରାମରେ, ସମାଜରେ, ପରିବାରରେ, ମଣ୍ଡଳୀରେ ସୁଖ୍ୟାତି ଅର୍ଜନ କରିବା ପାଇଁ ଦିଅ। କଳକୁ ପୂର୍ଣ୍ଣ କର। ତୁମେ ସଙ୍ଗୀ ହୁଅ। ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ବର୍ତ୍ତମାନ ରେଜିଷ୍ଟ୍ରେସନ କାର୍ଯ୍ୟ ହେବ। ଆଗରୁ ପିନ୍ଧିବାର ନାହିଁ, କାନଟା ପିନ୍ଧିବାର।
କନ୍ୟାଙ୍କର ବାପା ଆସିବେ କନ୍ୟାଙ୍କର ବାପା ଆସିବେ ବରଙ୍କର ଅଭିଭାବକ କିଏ ଆସିବେ ସାଇନ୍ କରିବେ ବର୍ତ୍ତମାନ ବରକନ୍ୟା ଠିଆ ହେବେ। ଆଜି ବିକାଶ ପାଲ ରୋଜାଲି ପ୍ରଧାନଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଆଜିଠାରୁ ରୋଜାଲି ପ୍ରଧାନ ଆଉ ପ୍ରଧାନ ହୋଇ ରହିବେ ନାହିଁ, ସେ ରୋଜାଲି ପାଲ ଭାବେ ଡକାଯିବେ, ପାଲ ଭାବେ ସେ ନାମିତ ହେବେ। ଖ୍ରୀଷ୍ଟୀୟ ବିଧି ଅନୁସାରେ ଏବଂ ଓଡ଼ିଶା ସରକାରଙ୍କର ସ୍ୱୀକୃତି ଅନୁସାରେ ମୁଁ ପୁରୋହିତ ଭାବେ ଆଜି ବିକାଶ ପାଲ ଏବଂ ରୋଜାଲି ପ୍ରଧାନକୁ ସ୍ୱାମୀ ସ୍ତ୍ରୀ ଭାବେ ସ୍ୱୀକାର ଆଉ ଘୋଷଣା କରୁଛି ଏବଂ ଏହି ସାର୍ଟିଫିକେଟ୍ ପ୍ରଦାନ କରୁଛି। ଏହି ସାର୍ଟିଫିକେଟ୍ ବର କନ୍ୟା ଗ୍ରହଣ କରିବେ ଏବଂ କନ୍ୟାଙ୍କ ପିତା ଗୃହରେ ଏହି ସାର୍ଟିଫିକେଟ୍ ରହିବ, ଆବଶ୍ୟକ ବେଳେ କାର୍ଯ୍ୟରେ ଆସିବ। ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ପ୍ରଭୁ, ତୁମ ନାମର ଧନ୍ୟବାଦ କରୁଛୁ। ତୁମେ ପୂର୍ବରୁ ଏହି ଯୁବକ ଯୁବତୀକୁ ନିରୂପଣ କରିଥିଲ, ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପ୍ରାର୍ଥନା କରୁଛୁ ଏମାନଙ୍କୁ ଆଶୀର୍ବାଦ କର, ଏମାନଙ୍କର ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିମୟ କର, ଏମାନଙ୍କ କୋଳକୁ ପରିପୂର୍ଣ୍ଣ କରି ଆଶୀର୍ବାଦ କର, ଧନ ଜନ ମାନରେ ପରିପୂର୍ଣ୍ଣ କର। ଉଭୟ ବନ୍ଧୁ ପରିବାରକୁ ପ୍ରେମରେ ବାନ୍ଧି ରଖ। ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ଏତେବେଳେ ସୃଷ୍ଟିକର୍ତ୍ତା ପିତା ପରମେଶ୍ୱରଙ୍କ ପ୍ରଚୁର ପ୍ରେମ, ପରିତ୍ରାଣକର୍ତ୍ତା ପୁତ୍ର ପରମେଶ୍ୱରଙ୍କର ଅପାର ଅନୁଗ୍ରହ ଦୟା, ନିତ୍ୟ ନିତ୍ୟ ସାହାଯ୍ୟକାରୀ ଧର୍ମାତ୍ମା ପରମେଶ୍ୱରଙ୍କର ଚିରନ୍ତନ ଶାନ୍ତି ଶକ୍ତି ସୁମଧୁର ସହଭାଗିତା ନବ ଦମ୍ପତି ପ୍ରତି, ଉଭୟ ବନ୍ଧୁ ପରିବାର ପ୍ରତି, ଉପସ୍ଥିତ ସମସ୍ତଙ୍କ ପ୍ରତି ସଦା ସର୍ବଦା ସଙ୍ଗେ ସଙ୍ଗେ ରହନ୍ତୁ। ଆମେନ୍। ବର୍ତ୍ତମାନ ବିବାହ କାର୍ଯ୍ୟ ଶେଷ।